ମାୟା ଘର ଛାଡ଼ି ଯାଉଥିବେ ଆଉ ପଲ୍ଲବୀ କହିବେ, ମାମା ମାମା ପ୍ଲିଜ୍ ଆପଣ ଏ ଘର ଛାଡ଼ି ଯାଆନ୍ତୁନି। ମାମା ପ୍ଲିଜ୍, ଯଦି ମୋ ଯୋଗୁଁ ଆଦର୍ଶ ଆଉ ଆପଣଙ୍କ ଭିତରେ ଦୂରତା ଏତେ ବଢ଼ିଯାଇଛି ଆଉ ଆପଣ ଏ ଘର ଛାଡ଼ି ଚାଲିଯିବା କଥା କହୁଛନ୍ତି, ତାହେଲେ ମୁଁ ମୋ ନିଜକୁ କେବେ ବି କ୍ଷମା କରିପାରିବିନି ମାମା, କେବେ ବି କ୍ଷମା କରିପାରିବିନି। ପୁଣି ଗୋଡ଼କୁ ଧରି କହିବେ, ପ୍ଲିଜ୍ ମାମା ଆପଣ ଏ ଘର ଛାଡ଼ି ଚାଲି ଯାଆନ୍ତୁନି ମାମା। ତାପରେ ରୁବି ପଲ୍ଲବୀଙ୍କ ପାଖକୁ ଯିବେ ଆଉ ପଲ୍ଲବୀଙ୍କ ହାତକୁ ଧରି କହିବେ, ଏ ଉଠ୍, ବଡ଼ ପ୍ରେମ ଦେଖେଇ ହେଲା ଇଏ। ଯଦି ତୁ ଏତେ ମହାନ, ମୋ ଭଉଣୀ ପାଇଁ ତୋ ମନରେ ଏତେ ଭଲ ପାଇବା ଅଛି, ତାହେଲେ ଯା ଏଇ ମୁହୂର୍ତ୍ତରେ ପୋଲିସ ଚାକିରିରୁ ରେଜିଗ୍ନେସନ କରି ଚୁପଚାପ ଆସି ଏ ଘରେ ଆଦର୍ଶ ବୋହୂ ହେଇକି ରହ। ତାପରେ ପଲ୍ଲବୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ରୁବି କହିବେ, ଛୁଆ ପିଲା ଜନ୍ମ କର, ଶାଶୁ ଶ୍ୱଶୁରଙ୍କ କୋଲକୁ ନାତିକି ନାତୁଣୀଟିଏ ଦେ। କାମ କରିବାକୁ ଚାହୁଁଥିବା ଲୋକ ପାଇଁ ଏ ଘରେ ବହୁତ କାମ ଅଛି। କହ, ପାରିବୁ ଏସବୁ? ପାରିବୁ? ଦେଇପାରିବୁ ପୋଲିସ ଚାକିରିରୁ ରେଜିଗ୍ନେସନ କହ। ତାପରେ ଆନନ୍ଦ କହିବେ, ବାସ୍ ରୁବି ଦିଦି, ବହୁତ ହେଇଗଲା ଆପଣଙ୍କ ଏ ପ୍ରବଚନ, ଟିକେ ଚୁପ୍ ରୁହନ୍ତୁ ଆପଣ। ତାପରେ ରୁବି କହିବେ, କାହିଁକି ଚୁପ୍ ରହିବି? ହାଁ, କାହିଁକି ଚୁପ୍ ରହିବି? ବହୁତ ବଡ଼ ବଡ଼ କଥା କହୁଛି ନା ଇଏ, ଶାଶୁ ମାଆଙ୍କୁ ଘରେ ଅଟକେଇବା ପାଇଁ ଚାକିରି ଛାଡ଼ି ଦଉନି ଇଏ। ତାପରେ ପଲ୍ଲବୀ କହିବେ, ଠିକ୍ ଅଛି, ମୁଁ ଚାକିରି ଛାଡ଼ିଦେବି, ଛାଡ଼ିଦେବି ମୁଁ ଏ ଚାକିରି। କାରଣ ମୁଁ କୌଣସି ମହାନ ଦେଖେଇ ହେବା ପାଇଁ ଏ ଚାକିରି କରିନଥିଲି, ମୋ ବାପାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ମୁଁ ଏ ଚାକିରି କରିଥିଲି। ଆଉ ଯଦି ଏ ଚାକିରି ସମସ୍ତଙ୍କ ଆଖିରେ କଣ୍ଟା ହେଇଯାଉଛି, ତାହେଲେ ମୁଁ ଛାଡ଼ିଦେବି ଏ ଚାକିରି। ତାପରେ ଆଦର୍ଶ ପଲ୍ଲବୀଙ୍କ ପାଖକୁ ଆସି କହିବେ, ନାଇଁ ପଲ୍ଲବୀ, ନାଇଁ, ତମେ ଏ ଚାକିରି ଛାଡ଼ି ପାରିବନି। ମୁଁ ତମକୁ ଏତେ ବଡ଼ ସାକ୍ରିଫାଇସ୍ କରିବାକୁ ଦେବିନି ପଲ୍ଲବୀ। ତାପରେ ପଲ୍ଲବୀ କହିବେ, ନାଇଁ ଆଦର୍ଶ, ମୋ ପାଇଁ ତମ ଖୁସି ଆଉ ମୋ ଶାଶୁଘର ଲୋକଙ୍କ ଖୁସିକୁ ଛାଡ଼ିଦେଲେ ଦୁନିଆରେ ତାଠୁ ଇମ୍ପୋର୍ଟାଣ୍ଟ ଆଉ କିଛି ବି ନାହିଁ। ତାପରେ ମମତା କହିବେ, କିନ୍ତୁ ପଲ୍ଲବୀ କହୁଥିବେ ଆଉ ପଲ୍ଲବୀ କହିବେ, ନାଇଁ ସାନମା, ପ୍ଲିଜ୍ ଆପଣ ମୋତେ ବାଧ୍ୟ କରନ୍ତୁନି। ତାପରେ ଆନନ୍ଦ ରାଗିକି କହିବେ, ଏତେ ଛୋଟ ଚିନ୍ତାଧାରା ତମର କେବେଠୁ ହେଲା ମାୟା? କାହା ପାଖରୁ ତା ସ୍ୱପ୍ନ ଛଡ଼େଇ ନେବାର ଅଧିକାର ତମକୁ କିଏ ଦେଲା? ତାପରେ ମାୟା କହିବେ, ମୁଁ ଏବେ ବି ମହାପାତ୍ର ଖାନଦାନର ବଡ଼ ବୋହୂ। ତା ଛଡ଼ା ପଲ୍ଲବୀକି ଚାକିରି ଛାଡ଼ିବା ପାଇଁ ମୁଁ କହିନି। ଏଇଟା ହେଉଛି ରୁବି ଦିଦିର କଥା, କିନ୍ତୁ ମୋ ଡିସିଜନ୍ ହେଉଛି ଫାଇନାଲ୍, ମୁଁ ଏ ଘର ଛାଡ଼ି ଚାଲିଯିବି। ତାପରେ ଆନନ୍ଦ କହିବେ, ମୁଁ ଆପଣଙ୍କୁ ହାତ ଯୋଡ଼ୁଛି ରୁବି ଦିଦି, ପ୍ଲିଜ୍ ଆମ ଉପରେ ଟିକେ ଦୟା କରନ୍ତୁ ଆପଣ। ଆପଣଙ୍କୁ ମୁଁ ଆଗରୁ ବି କହିସାରିଛି, ଯଦି ଏ ଘରର ମଙ୍ଗଳ ଚିନ୍ତା କରିପାରୁ ନାହାନ୍ତି, ତାହେଲେ ଦୟାକରି ଅମଙ୍ଗଳ ଚିନ୍ତା ବି କରନ୍ତୁନି। ତାପରେ ବି ଯଦି ଆପଣ ଚୁପ୍ ହେଇ ରହିପାରୁ ନାହାନ୍ତି, ତାହେଲେ ଦୟାକରି ଏ ଘରୁ ଚାଲିଯାଆନ୍ତୁ। ତ ଦର୍ଶକ ବନ୍ଧୁ, ଏବେ ରୁବି କ'ଣ ସତରେ ଘରୁ ଚାଲିଯିବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।